8ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି, ଯେଉଁଥିରେ ଅଭିନେତା ଅରିନ୍ଦମ ରାୟଙ୍କୁ ସାଲେପୁରରୁ ଟିକଟ ମିଳିଛି କିନ୍ତୁ ଅନୁଭବ ମହାନ୍ତିଙ୍କୁ ନିରାଶ କରିଛି ବୋଲି କୁହାଯାଉଛି। ବାରବାଟୀ, କଟକ ନଚେତ୍ ସାଲେପୁରରୁ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଭାଜପା ତାଙ୍କୁ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ କରିଛି। ଏଥିରେ ସେ ନିର୍ବାଚନ ଲଢ଼ିବା ଆଶା ମଉଳି ଯାଇଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ ଅନୁଭବ, ଅରିନ୍ଦମ, ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ଦଳ ସିଦ୍ଧାନ୍ତଙ୍କୁ ଦିଗପହଣ୍ଡିରୁ ଟିକଟ ଦେଇଥିବା ବେଳେ ଅରିନ୍ଦମଙ୍କୁ ସାଲେପୁର ଓ ଆକାଶଙ୍କୁ କୋରେଇରୁ ଟିକଟ ଦେଇଛି। ମାତ୍ର ଅନୁଭବଙ୍କ ଟିକଟ ଏଯାଏଁ ଘୋଷଣା କରିନାହିଁ। ଅନୁଭବ ବିଜେଡିରେ କେନ୍ଦ୍ରାପଡ଼ା ଏମ୍ପି ଥିଲେ, ହେଲେ ତାଙ୍କ ଟିକଟ କଟିବାରୁ ସେ ଭାଜପାରେ ଯୋଗ ଦେଇଥିଲେ। ହେଲେ ଦଳ ତାଙ୍କୁ ଏପର୍ଯ୍ୟନ୍ତ ଟିକେଟ ଦେଇନାହିଁ।